এটা দলর নিষ্পত্তি এটা এবং দলর নিষ্পত্তি শিরোধার্য এবং ମୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୀର୍ଘ 45 ବର୍ଷ ହେଲା ସଂଗଠନ କରୁଛି ଯୁବକ ଅବସ୍ଥାରୁ। ଏଟା ନୁହେଁ ଯେ କେବଳ ଗୋଟିଏ ଅଞ୍ଚଳରେ ମୁଁ ସୀମିତ ଏବଂ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଜନଜୀବନ ସହିତ ମୁଁ ଅତି ଘନିଷ୍ଠ ଭାବରେ ସମ୍ପୃକ୍ତ। ତେଣୁ ଦଳ ଯେଉଁ ନିଷ୍ପତ୍ତି ନେଲା ସେ ନିଷ୍ପତ୍ତି ମୋ ପାଇଁ ଶିରୋଧାର୍ଯ୍ୟ। ଦେଖନ୍ତୁ ମୁଁ ଦୁର୍ଘଟଣା ପରେ ଯେତେବେଳେ ହସ୍ପିଟାଲ ଆସିଲି କିଛି ସୁସ୍ଥ ହେଲି ମୋ ନବୀନ ନିବାସ ଯାଇଥିଲି। ତାର ଅର୍ଥ ନୁହେଁ ଯେ କେବଳ ମୁଁ ଗୋଟେ ନିର୍ବାଚନକୁ ଆଖି ଆଗରେ ରଖିକି ଯାଇଥିଲି। ମୁଁ ଜାଣେ ନାହିଁ ଈଶ୍ୱରଙ୍କର କ'ଣ ଇଚ୍ଛା ଏବଂ ଯେଉଁଠି ଦୁର୍ଘଟଣାରେ ମୁଁ ରକ୍ତ ଦେଲି ସେ ହେଉଛି ରେଢ଼ାଖୋଲର ମାଟି ଏବଂ ରେଢ଼ାଖୋଲ ଲୋକେ ମୁଁ ଭାବେ ମୋତେ ବହୁତ ସ୍ନେହ କରନ୍ତି। ବୋଧେ ଈଶ୍ୱରଙ୍କ ତାହା ଇଚ୍ଛା ଥିଲା ସେଇଠି ଦୁର୍ଘଟଣା ହେଲା ଏବଂ ସେଇଠି ବିନ୍ଦୁ ବିନ୍ଦୁ ରକ୍ତ ସେଇ ମାଟିରେ ଭିଜିଲା। ତେଣୁ ମୋର ଗୋଟେ ମନରେ ଇଚ୍ଛା ଥିଲା ଯେ ଯେଉଁ ମାଟିରେ ମୋର ରକ୍ତ ପଡ଼ିଲା ସେ ମାଟି ଶେଷ ଜୀବନ ବିନ୍ଦୁ ପର୍ଯ୍ୟନ୍ତ ଝାଳ ବି ମୋର ବହୁ। ତାର ଅର୍ଥ ନାହିଁ ଯେ ମୋର କାର୍ଯ୍ୟ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ହୋଇକି ରହିବ। ସମଗ୍ର ରାଜ୍ୟ ପାଇଁ ଆମେ କାର୍ଯ୍ୟ କରିବୁ। ପଶ୍ଚିମ ଓଡ଼ିଶା ପାଇଁ ମୁଁ କାର୍ଯ୍ୟ କରୁଛି।